नमस्कार दर्शक बंधु शुभ संध्या आम नहीं आसु देश विदेश राज्य 20 गुरुत्वपूर्ण खबर खबर देखा पूर्व लाइक करदे सहित चैनल को सब्सक्राइब करदे चलते कौन रही खबर तापर नजर पकईबा। प्रथम खबर तेबे आसुची बात्या केन्द्रापड़ा मुख्यालय छाड़िबा मना तेबे बात्या को नहीं सरकारी एवं चेतावनी मध्य देइचंती। समस्त सरकारी ऑफिस मध्य बातिल होइछि छुट्टी सरकारी कार्यालय को न छाड़ा जिलापाल निर्देश देइचंती। 26 रु 30 तारिख जाए केही भी मुख्यालय छाड़ी जाइपारे नहीं। 28 संध्या पर आंध्र कनिकड़ा पाखरे लैंडफॉल करिबा बात्या एने आंचलिक पाणीपाग निर्देशक मनोरम महांती कहते जहाँफल लैंडफॉल बेले 90 रु 100 किलोमीटर रहिबो। अन्यपटे एबेटू समुद्र अशांत होइतिबा नै मत्स्यजीवीक मध्य समुद्र को जिया ପାଇଁ ବାରଣ କରାଯାଇଛି। ତେବେ କୁହାଯାଉଛି ବିଜୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ 15 ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଦକ୍ଷିଣାଞ୍ଚଳ ଉପକୂଳ ପ୍ରଭାବିତ ହୋଇପାରେ। ଯଦି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ହେବେ ବି ପ୍ରସ୍ତୁତ। ଏବେ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି। ତେବେ ବାତ୍ୟା ମୁକାବିଲା ପାଇଁ କି ଏଥର ସମସ୍ତେ ସଜାଗ ରହିଛନ୍ତି। ପରବର୍ତ୍ତୀ ଖବର ସୁଭଦ୍ରା ଶକ୍ତି ସମାବେଶ ଆଜି ନୂଆପଡ଼ା ବିଜେପି କାର୍ଯ୍ୟାଳୟରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ବିଶେଷ କରି ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ପୂର୍ଣ୍ଣିମା ନାୟକ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରମୁଖ ଉପସ୍ଥିତ ଥିଲେ। ତା ସହିତ ମଧ୍ୟ ଏହି ଅବସରରେ ନିଜ ବାପା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ କାର୍ଯ୍ୟକୁ ମନେ ପକାଇ ସେବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମନ୍ତଙ୍କ ସହଯୋଗରେ ଆଗକୁ ବଢାଇବା ପାଇଁ ଆସନ୍ତା 11 ତାରିଖରେ ପଦ୍ମ ଫୁଲରେ ଭୋଟ ଦେବା ପାଇଁ ଅପିଲ ମଧ୍ୟ କରାଯାଇଛି। ପରବର୍ତ୍ତୀ ଖବର ଏକ ଚାଞ୍ଚଲ୍ୟ ଖବର ଯାହା ଶୁଣିଲେ ଆପଣ ମାନଙ୍କ ରୁମ ମଧ୍ୟ ଟାଙ୍କୁରି ଉଠିବ। 7 ବର୍ଷର ପୁଅକୁ ଛାଡି ରାଜି ହେଲେନି ପ୍ରେମିକା, ଏମିତି କାଣ୍ଡ କରିଦେଲେ ପ୍ରେମିକ। ତେ ବିଶେଷ କରି କୁହାଯାଉଛି ଉତ୍ତର ପ୍ରଦେଶରେ କାନପୁରରେ ଅନ୍ଧ ପ୍ରେମ ନିଷ୍ପାପ ଶିଶୁର ଜୀବନ ଚାଲିଗଲା। ବାରା ଅଞ୍ଚଳରେ 7 ବର୍ଷର ବାଳକର ହତ୍ୟା ହୋଇଛି, ଯାହା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକକୁ ରାତି ସାରା ଏନକାଉଣ୍ଟର ପରେ ପୋଲିସ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ଜଣକ ମୃତ ବାଳକଙ୍କ ମାକୁ ପ୍ରେମ କରୁଥିଲେ, ଯାହା ଫଳରେ ସେ ଜଣେ ରାଜମିସ୍ତ୍ରୀ ପରିବାରରେ ଏକ ବାରା ହରଦେବ ନଗରରେ ଭଡାରେ ରହୁଥିଲେ। ବିଶେଷ କରି ପ୍ରାୟ 1:30 ସମୟରେ ସେହି ଘରେ ଭଡାଟିଆ ଶିବ ସକ୍ସେନା ରାଜମିସ୍ତ୍ରୀ ପୁଅକୁ ଡାକିଥିଲେ। ତାପରେ ସେ ପୁଅକୁ ମଧ୍ୟ ଦେଇଥିଲେ କିଛି ଚକଲେଟ ବାହାନାରେ 2 ଘଣ୍ଟା ନେଇଯାଇଥିଲେ କିଛି ବାହାରକୁ, ସେଇଠି ହତ୍ୟା କରି ଫିଙ୍ଗି ଦେଇଥିଲେ। 2 ଘଣ୍ଟା ପରେ ପୁଅ ଫେରି ନଥିଲା। ପରିବାର ଲୋକ ସେମାନଙ୍କୁ ଖୋଜୁଥିଲେ, କିନ୍ତୁ ସେମାନେ ଫୋନ କରିଥିଲେ ଏବଂ ଶିବ କୌଣସି ଉତ୍ତର ପାଇନଥିଲେ। ଅପରାହ୍ନ 3:30 ରେ ପୋଲିସକୁ ଦେଇଥିଲେ। ଆଉ ପୋଲିସ ସିସିଟିଭି ଯାଞ୍ଚ କରିବା ମଧ୍ୟରେ ଜଣା ପଡିଲା ଯେ ପୁଅର ମାକୁ ଆଉ ଜଣେ ଭଲ ପାଉଥିଲା, ଯାହା ଫଳରେ ଏଭଳି ହତ୍ୟାକାଣ୍ଡ ଘଟେ। ତେବେ ପ୍ରେମ ଅନ୍ଧ କରିଦେଇଥିଲା, ନିଜ ପୁଅର ମଧ୍ୟ ଜୀବନ ଚାଲିଗଲା, ଯାହା ଏବେ ବାପା ଝୁରି ଝୁରି କାନ୍ଦୁଛି। ତେବେ ପୋଲିସ ଏହାର ମଧ୍ୟ ତଦନ୍ତ ଆହୁରି ଚଲାଇଛି। ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଗାଁ ଲୋକ ଏବେ ଶୋକର ଛାୟା ମଧ୍ୟ ଖେଳି ଯାଇଛି। ପରବର୍ତ୍ତୀ ଖବର ଓଡ଼ିଶା ଆସି ପୂର୍ବ ପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମ ରୂପ ଜଗନ୍ନାଥ। ତେବେ କୁହାଯାଉଛି ଓଡ଼ିଶା ଆସି ପୂର୍ବ ପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି। ଏହାରି ଭିତରେ ଯାଜପୁର ବୈତରଣୀ ଯାଇ ସିଦ୍ଧେଶ୍ୱର ଘାଟରେ ଅସ୍ଥି ବିସର୍ଜନ ପିଣ୍ଡଦାନ କରିଛନ୍ତି। ମରିସସରେ ରହୁଥିବା ରାମରୁଜ ଜଗନ୍ନାଥ ତାଙ୍କ ପୂର୍ବଜ ଓଡ଼ିଶାର ଯାଜପୁର ଜିଲ୍ଲାରେ ମରିସସକୁ ପଳାଇଥିବା ବିଶ୍ୱାସ କରୁଛନ୍ତି। ତେବେ ବିଶେଷ କରି ସେଥିପାଇଁ କି ସେ ଧାଇଁ ଆସିଛନ୍ତି ବିରଜା କ୍ଷେତ୍ର ଯାଜପୁରକୁ। ଆଜି ଜିଲ୍ଲାର ବ୍ରାହ୍ମଣବାଡ଼ ଅଞ୍ଚଳରେ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରି ସେମାନଙ୍କ ପୂର୍ବଜ ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରଥମ ଦିବସରେ ସେ ପିତୃପୁରୁଷଙ୍କ ପିଣ୍ଡଦାନ କରିବା ସହିତ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ଦର୍ଶନ କରିଥିଲେ। ଆଜି ବିଭିନ୍ନ ମଠ ମନ୍ଦିର ବୁଲି ଦିଅଁ ଦେବତାଙ୍କୁ ଦର୍ଶନ କରିଥିଲେ। ତେବେ ବିଶେଷ କରି ରାମରୁ ଜଗନ୍ନାଥ ଏଠାରେ 8 ଦିନ ରହି ଗାଁର ରେକର୍ଡ ପରିଚୟ ପତ୍ର ଏବଂ ତା ସହିତ ପୁରୁଣା ପୁରୁଣା ସୂଚନା ଖୋଜିଛନ୍ତି। ପରବର୍ତ୍ତୀ ଖବର ବିଶେଷ କରି ନଭେମ୍ବର 5 ତାରିଖରେ କୁଆଖାଇରେ ନଦୀ ପଠାରେ ବାଲିଯାତ୍ରା ହେବ, ଏନେକି ସରକାର ସୂଚନା ଦେଇଛନ୍ତି। ମହୋତ୍ସବ ନଭେମ୍ବର 5 ରୁ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ବୈଠକରେ ଶୁକ୍ରବାର ଦିନ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି, ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ କୁଆଖାଇ ନଦୀ ପଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା କରି ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଥିଲେ, ବାଲିଯାତ୍ରା ହେଉଛି ଅତି ଅସ୍ମିତାର ପରିଚୟ। ଏହି ମହୋତ୍ସବକୁ ସଫଳ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ।
ପରବର୍ତ୍ତୀ ଖବର ହଉଛି ରାସନ କାର୍ଡକୁ ନେଇକି ବଡ ଅପଡେଟ। ଏ ନେଇ ସରକାର କହିଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ 15 ଲକ୍ଷ ହିତାଧିକାରୀ ଇ କେୱାଇସି କରିନାହାନ୍ତି। ତାଙ୍କୁ 3 ମାସ ଚାଉଳ ମିଳିବନି, ସରକାର ସହାୟତା ମଧ୍ୟ ମିଳିବ ନାହିଁ। ତା ସହିତ ଯେଉଁମାନଙ୍କର ଠିକ ଅଛି ତାଙ୍କୁ ଏକ୍ସଟ୍ରା 5 କେଜି ଚାଉଳ ମିଳିବ। 19ଟି ଜିଲ୍ଲାକୁ ପ୍ରତି ପରିବାର ପିଛା 5 କେଜି ଚାଉଳ ମିଳିବ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମିଶି ମିଳିବ ଚାଉଳ। ଏ ନେଇକି ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଯୋଗାଣ ବିଭାଗ। ଏଥିରେ 19ଟି ଜିଲ୍ଲାରେ 2,40,00,000 ହିତାଧିକାରୀ ଉପକୃତ ହେବେ। ବିଶେଷ କରି ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ପ୍ରତି ପରିବାର ପିଛା 5 କେଜି ଚାଉଳ ମିଳିବ ବୋଲି ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ହଉଛି ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ଏଣିକି ସୁଭଦ୍ରା ଟଙ୍କା ସମସ୍ତଙ୍କୁ ମିଳିବ। ତେବେ ତା ସହିତ ମଧ୍ୟ ସୁଭଦ୍ରା ଯୋଜନାରେ କିଛି ଲୋକ ବାଦ ପଡିଛନ୍ତି। ଅଯୋଗ୍ୟ ହିତାଧିକାରୀକୁ ଛାଡିକି 60 ବର୍ଷ ଯାହାକୁ ହେଇଛି ତାଙ୍କୁ ବାଦ ଦିଆଯାଇଛି। ସେମାନେ ଭତ୍ତା ପାଇଁ ଆବେଦନ କରିବେ। ସୁଭଦ୍ରାରୁ ବାଦ ହୋଇ ପ୍ରତି ମାସରେ ଭତ୍ତା ଟଙ୍କା ପାଇବେ। ଏପଟେ ସରକାର କହିଛନ୍ତି ସୁଭଦ୍ରାର ଚତୁର୍ଥ କିସ୍ତି ମଧ୍ୟ ଆଗାମୀ ମାସରେ ମିଳିବା ପାଇଁ ଯାଉଛି। ତେବେ ସୁଭଦ୍ରାରେ ଯୋଉମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ କିସ୍ତି ପାଇନାହାନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା କରିବେ ସରକାର। ଏବେ 21 ବର୍ଷ ଯାହାକୁ ହୋଇଛି ସେମାନେ ସୁଭଦ୍ରା ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ। ଏପଟେ ଭତ୍ତା ଟଙ୍କାକୁ ନେଇକି ବଡ ଅପଡେଟ ଚାଲିଛି। ରାଜ୍ୟରେ ଭତ୍ତା ଟଙ୍କାକୁ ନେଇ ସବୁବେଳେ ଚାଞ୍ଚଲ୍ୟ ଖବର ଆସିଛି। ତେବେ କିଛି ଲୋକ ଭତ୍ତା ଟଙ୍କା ପାଉନାହାନ୍ତି। ସେପଟେ କିଛି ଗାଁରେ 15,000 ହିତାଧିକାରୀ ଭତ୍ତା ଟଙ୍କା ପାଉନାହାନ୍ତି। ଏପଟେ ଭତ୍ତା ହାତଉଛନ୍ତି ଜାଲ ଡକୁମେଣ୍ଟ ଦେଖେଇ। ଏ ନେଇକି ସରକାର ତଦନ୍ତ କରୁଛନ୍ତି। ତେବେ କୁହାଯାଉଛି ଅଙ୍ଗନବାଡି କର୍ମୀମାନେ ଅନ୍ୟମାନେ ଭେରିଫିକେସନ କରିବେ। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଦିଆଯିବ। ଏପଟେ କୁହାଯାଉଛି ଯେ ଯେଉଁମାନେ 80 ବର୍ଷର ଉର୍ଦ୍ଧ୍ୱ ତାଙ୍କୁ 3,500, 60 ବର୍ଷର ଉର୍ଦ୍ଧ୍ୱ ତାଙ୍କୁ ଭତ୍ତା ଟଙ୍କା ଯେତିକି ମିଳୁଥିଲା ସେତିକି ମିଳିବ। ଆଉ ଏପଟେ ମଧ୍ୟ କୁହାଯାଇଛି ଭତ୍ତା ଟଙ୍କା ବଢାଇବା ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ସ୍ଥିର କରିନାହାନ୍ତି। କିନ୍ତୁ ଆଗାମୀ ଦିନରେ ଭତ୍ତା ଟଙ୍କା ନିଶ୍ଚିନ୍ତ ବଢିବ ବୋଲି କିଛି ସୂଚନା ଆସୁଛି। ପରବର୍ତ୍ତୀ ଖବର ରହୁଛି ଏବେ ହିଟମ୍ୟାନଙ୍କ ରେକର୍ଡ। ତେବେ କୁହାଯାଉଛି ଯେ ହିଟମ୍ୟାନ ଏବେ ରେକର୍ଡ କରିଛନ୍ତି। ତୃତୀୟ ଦିନିକିଆରେ 9ଟି ୱିକେଟରେ ଜିତିଲା। ତା ସହିତ ସିରିଜ ହାରିଗଲା ସିନା, କିନ୍ତୁ ତୃତୀୟ ଦିନିକିଆରେ ଜିତି ପରିମାଣର ସମ୍ମାନ ମଧ୍ୟ ରଖିଛି ଟିମ୍ ଇଣ୍ଡିଆ। ଆଜି ଶେଷ ଦିନିକିଆ ଘରୋଇ ଅଷ୍ଟ୍ରେଲିଆ ଦଳକୁ 9 ୱିକେଟରେ ହରାଇ ଚମତ୍କାର ବିଜୟ ହାସଲ କରିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦୁଇ ଭେଟରାନ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ତାଙ୍କର ପୁରୁଣା ଜଲୱା ମଧ୍ୟ ଦେଖାଇଛନ୍ତି। ରୋହିତ 125 ବଲେ 121 ଏବଂ ବିରାଟ 81 ବଲେ 74 ରନ୍ କରି ଶେଷ ଅପରାଜିତା ରହିଛନ୍ତି। ପରବର୍ତ୍ତୀ ଖବର ବିଶେଷ କରି ସଜେଇ ହେଉଛି ଦାରିଙ୍ଗିବାଡି, ଖୋଲିବ ଇକୋ ରିଟ୍ରିଟ୍। ତେବେ ଆସୁଛି ପର୍ଯ୍ୟଟନ ଋତୁ। ଧୀରେ ଧୀରେ ପର୍ଯ୍ୟଟକଙ୍କ ପାଇଁ ଦାରିଙ୍ଗିବାଡି ବୁଲିବା ଆରମ୍ଭ ହେଲାଣି। ଶୀତର ମଜା ନେବା ପାଇଁ ଆସୁଥିବା ପର୍ଯ୍ୟଟକ ଶୀତ ନଥିବା ଅନୁଭବ କରି ନିରାଶ ହେଉଛନ୍ତି। ସେପଟେ ଦାରିଙ୍ଗିବାଡିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍ ଆସନ୍ତା ନଭେମ୍ବର 15ରେ ଖୋଲିବା ପାଇଁ ଯାଉଛି। ଫଳରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେବ ଇକୋ ରିଟ୍ରିଟ୍। ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲ ବ୍ୟବସ୍ଥା ସହିତ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମଞ୍ଚ ଏବଂ ଭ୍ୟୁ ଦେଖିବା ପାଇଁ ୱାଚ୍ ଟାୱାର ବ୍ୟବସ୍ଥା ସହିତ ଡାଇନିଂ ହଲ୍, ପର୍ଯ୍ୟଟକଙ୍କ ପାଇଁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ମଧ୍ୟ ହୋଇଛି। ଯୁଦ୍ଧକାଳୀନ ଭିତରେ ଇକୋ ରିଟ୍ରିଟ୍ ତମ୍ବୁ ପକାଇବା ସହିତ ସଜାସଜି ହୋଇଛି। ଇକୋ ରିଟ୍ରିଟ୍‌ରେ ଅଧ୍ୟକ୍ଷ ଦାରିଙ୍ଗିବାଡିର ବିଡିଓ ପ୍ରୀତି ରଞ୍ଜନ ରଥ କହିଛନ୍ତି ଯେ ଚଳିତ ଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ୍‌ରେ ଆହୁରି ଆକର୍ଷିତ ମଧ୍ୟ କରାଯିବ। ପରବର୍ତ୍ତୀ ଖବର ରାଜ୍ୟରେ ଖାଲି ପଡିଥିବା କନେଷ୍ଟବଳ ପଦ ପୂରଣ ହେବ। ରାଜ୍ୟରେ ଖାଲି ପଡିଥିବା 4,219 କନେଷ୍ଟବଳ ପଦକୁ ସିଧାସଳଖ ପୂରଣ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ଗୃହ ବିଭାଗ ଉପସଚିବ ତରୁଣ କୁମାର ପଣ୍ଡା କହିଛନ୍ତି ରାଜ୍ୟରେ ଖାଲି ପଡିଥିବା କନେଷ୍ଟବଳ ପଦ ପୂରଣ ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରସ୍ତାବ ଆଣିଛନ୍ତି ସରକାର। କନେଷ୍ଟବଳ ରାଙ୍କରେ ଉଚ୍ଚ ପଦ ପୂରଣ ବେଳେ ବିଭାଗ ପକ୍ଷରୁ ପୃଥକ ପୃଥକ ନିର୍ଦ୍ଦେଶନାମା ଚଳିତ ବର୍ଷ ସେପ୍ଟେମ୍ବର 22ରୁ ହୋଇଥିବା ଏସ୍ଓପିକୁ ଅନୁସରଣ କରିବାକୁ ହେବ ବୋଲି ଉପସଚିବ ପତ୍ରରେ ଦର୍ଶାଇଛନ୍ତି। ପରବର୍ତ୍ତୀ ଖବର ଏବେ ଦିନକୁ ଦିନ ହୁ ହୁ ହୋଇ ବଢିଛି ସୁନା। 9 ମାସରେ 37,000 ଟଙ୍କା ସୁନା ବଢିଛି। ଭାରତରେ ରେକର୍ଡ ସୃଷ୍ଟି କରିଛି ସୁନା ଦର। ଦିନକୁ ଦିନ ରେକର୍ଡ ମଧ୍ୟ ଭାଙ୍ଗୁଛି। 10 ଗ୍ରାମ ପିଛା 24 କ୍ୟାରେଟର ସୁନାର ମୂଲ୍ୟ 1,13,262 ପହଞ୍ଚିଥିବା ବେଳେ ଏବେ 20 ତାରିଖରେ 1,09,775 ଥିଲା। ଯାହାଫଳରେ ଦିନକୁ ଦିନ 2ରୁ 3,000 ଟଙ୍କା ବଢୁଛି। ସେପଟେ ସୁନା ଦରକୁ ନେଇ ଗ୍ରାହକମାନଙ୍କ ମନରେ ଚିନ୍ତା। ଝିଅ ବାହାଘର ପାଇଁ ଗୋଟେ ଗରିବ ପରିବାର 10 ଥର ଭାବୁଛି ସୁନା କେବେ କିଣିବ। ଏପଟେ ରୂପା ମଧ୍ୟ ଭୟଙ୍କର ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଗୋଟିଏ ଦିନରେ ରୂପା 3,000 ଟଙ୍କା ମଧ୍ୟ ବଢିଛି। ଯାହାଫଳରେ ଗ୍ରାହକ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ରୂପା 60% ରିଟର୍ଣ୍ଣ ମଧ୍ୟ ଦେଲାଣି। ଏବେ କୁହାଯାଉଛି ଯେ ବିଶେଷ କରି କୁହାଯାଉଛି
ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରୂପା ମୂଲ୍ୟ 52,083 ଟଙ୍କା ମହଙ୍ଗା ହେଲାଣି, ଯାହା ସବୁଠାରୁ ରେକର୍ଡ ସୃଷ୍ଟି କରିଛି। ପରବର୍ତ୍ତୀ ଖବର ହଉଛି ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ ବୈଠକ। ବିଶେଷ କରି ସରକାରର 500 ଦିନ ପୂର୍ତ୍ତି ଅବସରରେ ବସୁଥିବା କ୍ୟାବିନେଟ ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ। 5ରୁ 7 ବିଭାଗରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର। ବିଦ୍ୟାଳୟ, ଗଣଶିକ୍ଷା, ଜଳ ସମ୍ପଦ, ଆଇନ, ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରସ୍ତାବରେ ବାଜିପାରେ ମୋହର। ବଡ ଘୋଷଣା କରିପାରନ୍ତି ସରକାର। ଆଜି ରାତିରେ ବଦଳିଯିବ କିଛିଟା ନିୟମ। ମନ୍ତ୍ରୀ ଲୋକସଭା ଭବନରେ ଉପସ୍ଥିତ ରହିବେ। ଆଉ କିଛି ମନ୍ତ୍ରୀ ନୂଆପଡାରୁ ଭିସି ମାଧ୍ୟମରେ କ୍ୟାବିନେଟ ବୈଠକରେ ମଧ୍ୟ ଯୋଡି ହେବେ ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ହଉଛି 15 ଦିନରେ ହେବ କ୍ଲେମ ସେଟଲମେଣ୍ଟ। ବ୍ୟାଙ୍କ ଗୁଡିକ ପାଇଁ ଆରବିଆଇ ର ନୂଆ ନିୟମ। ଏଥର କୁହାଯାଉଛି ଖୁବ୍ ଜଲଦି ସେଟଲମେଣ୍ଟ ହୋଇଯିବ। ଯଦି ବିଳମ୍ବ ହୁଏ ବ୍ୟାଙ୍କ ଗୁଡିକ ମୃତକଙ୍କ ନୋମିନ କ୍ଷତିପୂରଣ ଦେବା ପାଇଁ ପଡିବ। ତେବେ କେନ୍ଦ୍ରୀୟ ବ୍ୟାଙ୍କର ନୂଆ ମାର୍ଗଦର୍ଶିକା ଅନୁସାରେ ବ୍ୟାଙ୍କ ଗୁଡିକରେ ଅଲଗା ଅଲଗା ସେଟଲମେଣ୍ଟ ନିୟମ ସମାନ ହୋଇଯିବ। ଏହାଦ୍ୱାରା ଗ୍ରାହକମାନେ ଦାବି ସମାଧାନ ପ୍ରକ୍ରିୟା ସହଜ ହୋଇପାରିବ। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ପୂର୍ବରୁ ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ଆରବିଆଇ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି। ଏହି ସହିତ କଷ୍ଟମର ସର୍ଭିସ ସୁଧାରିବା ପାଇଁ ପ୍ରମାଣପତ୍ର ଗୁଡିକ ମୂଲ୍ୟାଙ୍କନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ଦିଆଯାଇଛି। ଆରବିଆଇ ଏହି ନିର୍ଦ୍ଦେଶ ଦେଶର ବାଣିଜ୍ୟିକ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ପାଇଁ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ନୂଆ ନିୟମ ମୃତକ ପାଇଁ ବ୍ୟାଙ୍କ ଖାତା ଏବଂ ସେଫ୍ ଡିପୋଜିଟ ଲକର ଏବଂ ସେଫ୍ କଷ୍ଟଡି ରଖାଯାଇଥିବା ସାମଗ୍ରୀ ଦାବି ପାଇଁ ଲାଗୁ ହେବ। ତେବେ ବ୍ୟାଙ୍କ ଦ୍ୱାରା କୁହାଯାଉଛି ବିଭିନ୍ନ ପ୍ରକାର ନୂତନ ନିୟମ ମଧ୍ୟ ଜାରି ହେବ। ପରବର୍ତ୍ତୀ ଖବର କଟକ ଛତ୍ର ବଜାରରେ ଅର୍ବାନ ହାଟ ନିଲାମ କରିବା ପାଇଁ ସିଏମସି ପକ୍ଷରୁ ଯେ ନିଷ୍ପତ୍ତି ହୋଇଛି ତାହା ବିରୋଧୀ କରିଛି ପରିବା ବ୍ୟବସାୟୀ ସଂଘ। ହାଟ ନିଲାମ କରାଯିବା ପରିବର୍ତ୍ତେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସଂଘକୁ ଦିଆଯିବା ପାଇଁ ଦାବି କରାଯାଇଛି। ଏନେଇ କୌଣସି ଆଲୋଚନା ନ ହୁଏ ତେବେ ସିଏମସି ତାର ନିଷ୍ପତ୍ତିରେ ଅଟଳ ରୁହେ। ତେବେ ଆଗାମୀ 28-29 ତାରିଖରେ ଅର୍ବାନ ହାଟ ବନ୍ଦ ରଖିବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ପୂର୍ବରୁ ଅର୍ବାନ ହାଟ ପିଣ୍ଡି ପିଛା 20 ଟଙ୍କା ୟୁଜର ଫି ଆକାରରେ ଦେଉଥିଲା। ଏବେ ତାକୁ ଟେଣ୍ଡର କରିବା ଲାଗି ସିଏମସି ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ଖବର। ଯଦି ଭଲ ଲାଗିଥାଏ ନିଶ୍ଚିତ ଲାଇକ୍ କରିବେ ଆଉ ଚ୍ୟାନେଲକୁ ବହୁତ ମାତ୍ରାରେ ସବସ୍କ୍ରାଇବ କରିଦେବେ, ଯାହାଫଳରେ ପ୍ରତ୍ୟେକ ଦିନ ସକାଳେ ଆଉ ସନ୍ଧ୍ୟାବେଳେ ଖବର ଦେଖିପାରିବେ। ଜୟ ଜଗନ୍ନାଥ।